ବର୍ଷକ ପରେ ପୁଣି ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜର ପ୍ରଥମ ଦିବସ ପହିଲି ରଜରୁ ଆନନ୍ଦ ଉଲ୍ଲାସର ସହ 3 ଦିନିଆ ରଜ ପର୍ବ ପାଳନର ଶୁଭାରମ୍ଭ ହୋଇଛି। ଗୁରୁବାର ଥିଲା ସଜବାଜର ଦିନ। ରଜ ପର୍ବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ଶୁକ୍ରବାର ଦିନ ପହିଲି ରଜ ପାଳିତ ହୋଇଯାଇଛି। ପହିଲି ରଜରେ ଆବାଳ ବୃଦ୍ଧ ବନିତା ରଜ ପର୍ବ ପାଳନରେ ମଜି ଯାଇଥିଲେ। ପୋଡପିଠା, ରଜ ମୁଢି ଓ ରଜ ପାନ ଏବଂ ଆମ୍ବ ପଣସର ମହକରେ ମହକି ଉଠିଥିଲା ସାହି ବସ୍ତି। ଗୃହିଣୀମାନେ ପହିଲି ରଜରେ ଷଷ୍ଠୀ ଦେବୀଙ୍କୁ ମାଗଣା କରି ଆମ୍ବ, ପଣସ ଓ କଦଳୀ ଭୋଗ କରିଥିଲେ। ମହିଳା, ଯୁବତୀ, କିଶୋରୀ ଓ ଶିଶୁମାନେ ନବବସ୍ତ୍ର ପରିଧାନ ପୂର୍ବକ ଦେହରେ ହଳଦୀ ମାଖି, ପାଦରେ ଅଳତା, ଆଖିରେ କଜ୍ଜଳ ନାଇ, କପାଳରେ କୁଙ୍କୁମର ଟୀକା ଲଗାଇ ରଜ ପର୍ବ ପାଳନ ଆରମ୍ଭ କରିଥିଲେ। ଘରେ ଘରେ ଚାଲିଥିଲା ରଜ ପାନ ଭଙ୍ଗା। ପାନରେ ବିଭିନ୍ନ ପ୍ରକାର ସୁବାସିତ ମସଲା ପକାଯାଇ କଳାତ୍ମକ ଶୈଳୀରେ ପାନ ଖିଲ ଭଙ୍ଗା ଯାଇଥିଲା। କିଶୋରୀ ଓ ଯୁବତୀ ମାନେ ପାନ ଭାଙ୍ଗିବାରେ ଉତ୍ସାହର ସହ ଲାଗି ପଡିଥିଲେ। ଘରେ ଘରେ ପୋଡପିଠା ସାଙ୍ଗକୁ ଅନ୍ୟାନ୍ୟ ପିଠା ଓ ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇ ପାଖ ପଡିଶାଙ୍କୁ ବଣ୍ଟନ କରାଯାଇଥିଲା। ପିଠା ଓ ମିଠା ସହ ବଣ୍ଟା ଯାଇଥିଲା ରଜ ପାନ। ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ରଜ ଦୋଳି ଖେଳ। ରଜ ଗୀତ ଗାଇ କିଶୋରୀ ମାନେ ମଜି ଯାଇଥିଲେ ଦୋଳି ଖେଳରେ। ବୟସ୍କ ମାନେ ମଧ୍ୟ ରଜ ଉତ୍ସବ ପାଳନରେ ସାମିଲ ହୋଇଥିଲେ। ଉତ୍କଳୀୟ କୃଷି ସଂସ୍କୃତିରେ ରଜ ଉତ୍ସବର ସାର୍ବଜନୀନତା ରହିଛି। 3 ଦିନ ଧରି ଏହି ଗଣପର୍ବ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଥାଏ। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂଦାହ ଓ ଚତୁର୍ଥ ଦିବସରେ ବସୁମତୀ ସ୍ନାନ। ଧରିତ୍ରୀ ଏହି ସମୟରେ ରଜସ୍ୱଳା ହୋଇଥିବାରୁ କୃଷି କାର୍ଯ୍ୟ ବନ୍ଦ ରହିଥାଏ। କିଶୋରୀ, ଯୁବତୀ ଓ ମହିଳାମାନେ ଏହି ସମୟରେ ଭୂଇଁରେ ଚାଲନ୍ତି ନାହିଁ। ଯୁବତୀ ଓ ମହିଳାମାନେ ପରିବା କାଟନ୍ତି ନାହିଁ କି ମସଲା ବାଟନ୍ତି ନାହିଁ। ବିଶେଷତଃ ଅନୁଢା କିଶୋରୀ ମାନେ ଏହି ସମୟରେ ଭୂଇଁରେ ଚାଲିବା ନିଷିଦ୍ଧ। ପହିଲି ରଜ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ମେଘୁଆ ପାଗ ସତ୍ତ୍ୱେ ସମୁଦ୍ର କୂଳରେ କିଶୋରୀ, ଯୁବତୀ ଓ ମହିଳାଙ୍କ ଭିଡ ଜମିଥିଲା। ଆନନ୍ଦ ଉଲ୍ଲାସର ସହ ସମସ୍ତେ ରଜ ଉତ୍ସବ ପାଳନ କରିଥିଲେ।